ଭାତ ପାଣି ବସିବା ପାଇଁ ଭାତ ହାଣ୍ଡି ଖୋଜିଲା ବେଳକୁ ଭାତ ହାଣ୍ଡିରେ ଅଛି ପୁଳାଏ ପଖାଳ ଭାତ। ଭାବିଲେ ଆଜି ଆଉ କିଛି ରୋଷେଇବାସ କରିବାନି, ଆଉ ଖାଇଦେବା ପଖାଳ ଭାତକୁ। ହେଲେ ଲଗେଇ ଖାଇବା କ'ଣ, କିଛି ତ କରିବାକୁ ପଡ଼ିବ ନା। ସେଥିପାଇଁ କଢ଼େଇ ଗୋଟେ ବସେଇ ତେଲ ଟିକେ ଦେଇ ପ୍ରଥମେ ଭାଜି କାଢ଼ିଦେଲି ବଢ଼ି ଦିଟା। ତାପରେ କଞ୍ଚାଲଙ୍କା, ପିଆଜ, ଆଳୁ ବିନ୍ସ କାଟିକି ନେଇ ଆସିଲି। ଆଳୁ ବିନ୍ସ ଆଜି କଞ୍ଚାଲଙ୍କା, ପିଆଜ, ଲୁଣ, ହଳଦୀ ଦେଇକି ଭାଜିଦେଲି। ଝିଅ ଆଣିଥିଲା ଛୋଟ ପିଆଜ, ତାକୁ ତ ଖାଇବାକୁ ଯେତିକି ଖୁସି, କାଟିବାକୁ ବଡ଼ କଷ୍ଟ। ଆଉ ଏଡ଼ିକି ଏଡ଼ିକି ପିଆଜ, ଆଉ ବାଇଗଣ ଦିଟା ପୋଡ଼ିଦେଲି। ତାକୁ ଟିକେ ଭଲ ଛଡ଼ାଛଡ଼ି କରି ଆଉ ପୋକଡ଼ା ଦେଖି ତାକୁ ଲୁଣ, କଞ୍ଚାଲଙ୍କା ସବୁ ଦେଇକି ଚକୁଡ଼ି ଦେଲି। ତାପରେ ବଢ଼ି ଚୁରା କରିଦେଲି। ଆପଣମାନେ ଏଯାଏଁ ଭିଡ଼ିଓଟି ତ ଦେଖିଲେଣି। ଭିଡ଼ିଓଟା ଭଲ ଲାଗିଲେ ଲାଇକ୍ ଗୋଟେ କରିଦିଅନ୍ତୁ। ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରିଦିଅନ୍ତୁ। ଫେସବୁକ୍ରୁ ଦେଖୁଥିଲେ ଫଲୋ କରିଦିଅନ୍ତୁ। ଚାଲନ୍ତୁ ଏବେ ବଢ଼ି ଚୁରା କରିଦେଇ ବାଢ଼ି ଦେବା ଖାଇବା ପାଇଁ। ପଖାଳ ଭାତକୁ ବଢ଼ି ଚୁରା, ବିନ୍ସ ଆଳୁ ଭଜା, ତାପରେ ବାଇଗଣ ପୋଡ଼ା। ଝିଅ ଦେଖିକି ଏତେ ସବୁ କହିଲା, ରାନ୍ଧିବିନି ରାନ୍ଧିବିନି ବୋଲି ତ ଏତେ ଯାକ ରାନ୍ଧିଛ, ଆହୁରି କ'ଣ ରାନ୍ଧିଥାନ୍ତ। ହେଲେ ଖାଇବା କ'ଣ ନ ରାନ୍ଧିଲେ।